ତମ ନାଁଟା ବିକାଶ ପାନ୍ତି। କଣ ପାଇଁ ଫରେଷ୍ଟ ଅଫିସ ଆଜି ଧରିଛନ୍ତି ତମକୁ? ଏଇ ଆଇରନ୍ ପଥର ପାଇଁ କିଏ ପଠେଇଥିଲା ଆପଣଙ୍କୁ? ମୋତେ ମାଲିକ ପଠେଇଥିଲା ସେଇ ରାଞ୍ଚରେ ଥିବୁ ତ ସେଠି ଆସନି ପିଲାମାନେ ରାତି ସେନେ ଚାଲ ଲୋଡ଼୍ କରିବୁ। ମୁଁ ଗଲି ଲୋଡ଼୍ କରିବା ପାଇଁ, ଲୋଡ଼୍ କରି ଆସୁଥିଲି ଏଇ କୁଇଡ଼ା ଫରେଷ୍ଟର ଅଫିସ ଧରିଲେ। ଲୋଡ୍ କରିବା ପାଇଁ ମାଲିକ ପଠେଇଥିଲେ। ହଁ, ତାପରେ ସେଠି କିଏ କହିଲେ ତମକୁ ଜଙ୍ଗଲ ଲୋଡ୍ ହବ ବୋଲି? ଜଙ୍ଗଲରୁ ଲୋଡ଼୍ ହବ କି ନାହିଁ ସେଟା ତ ମୁଁ ଜାଣିନଥିଲି। ମୋତେ କହିଲା ଚାଲ ସେଇଠି ଛିଡ଼ା ହେଇଥିବୁ। କିଏ କହିଲା? ମାଲିକ କହିଲା ସେଇଠି ଛିଡ଼ା ହେଇଥିବୁ। ଆଚ୍ଛା, ମୁଁ ଛିଡ଼ା ହେଇଥିଲି। ଛିଡ଼ା ହେଲା ପରେ ରାତି 3ଟାରେ ଆସିଲେ ଗାଡ଼ିରେ। ବୋଲେରୋ 2-3 ଜଣ କେତେ ଥିଲେ ମୁଁ ଦେଖିଲିନି। ମୁଁ ଶୋଇଥିଲି ଗାଡ଼ିରେ, ଉଠିଲି ଆଉ ଗଲି। ମୋର ଆଗରେ ବୋଲେରୋ ଯାଉଥିଲା। ମୁଁ ଲୋଡ଼୍ କରି ଆସିଲା ବେଳେ ସେ ରାଞ୍ଚ ଆଉଟ୍ ଗେଟ୍ ପାଖରେ ମୋତେ ଧରିଲେ। ତମେ କେମିତି ଜାଣିପାରିଲନି? ସବୁବେଳେ ତ ମାଇନ୍ସରେ ଲୋଡ୍ କର, ଗୋଟେ ଜଙ୍ଗଲ ଭିତରୁ ଲୋଡ୍ କରେଇଥିବେ, କେମିତି ଜାଣିପାରିଲନି ଏ ଚୋରି କି ଆଉ କଣ ବୋଲି? ମୁଁ ତ ଜାଣିନଥିଲି, ଜାଣିଥିଲେ ତ ଜିତିବି ନାହିଁ। ଜଙ୍ଗଲ ଭିତରୁ ଲୋଡ୍ କରୁଥିଲ ଜାଣିନ? ନା, ୟା ଆଗରୁ କେତେ ଥର ଆସିଥିଲ? ଥରେ ବି ଆସିନି। ମାଲିକ ଘର କୋଉଠି? ମାଲିକ ଘର ଭଦ୍ରା ସାହି, ତମ ଘର କୋଉଠି? ବଡ଼ବିଲ। ତ ଜଙ୍ଗଲ ଭିତରୁ ଲୋଡ୍ କଲେ ତମେ ଜାଣିପାରିଲନି ଜଙ୍ଗଲ ଭିତରେ ଲୋଡ୍ କଲ? ସିଆଡ଼େ ମାଇନ୍ସ ଅଛି ଜଙ୍ଗଲ ଭିତରେ, ତ ମୁଁ ଭାବିଲି ସେଇ ମାଇନ୍ସରେ ଯିବ ଗାଡ଼ି। ଯେ ତାର ସିଷ୍ଟମ ଅଛି ମାଇନ୍ସରେ ଲୋଡ୍ କରିବା, ତାର ସିକ୍ୟୁରିଟି ଡିଓ ଏଣ୍ଟ୍ରି କରିବା, କଣ୍ଟା କରିବା, ଏତେ ସିଷ୍ଟମ ଥାଇକି ଜଙ୍ଗଲରୁ ଡାଇରେକ୍ଟ ଲୋଡ୍ କଲ, କେମିତି ଜାଣିପାରିଲନି ଇଏ ଚୋରି ବୋଲି? ସେମାନେ ତ ନେଇକି ଗଲେ ଆମକୁ, ଆଉ ଚାଲ ସେଇଠି ଲୋଡ଼୍ ହବ। ମୋତେ ଯେମିତି ଆଦେଶ ଦେଇଥିଲେ ମୁଁ ସେମିତି ଯାଇକି ଛିଡ଼ା ହେଇଥିଲି ସେଠି। ସର୍ବୋତ୍ତମ ମାଲିକ ଯାହା କହିଛି ସେୟା କରିଛ? ହଁ। ଆମର ବଣେଇ ବନଖଣ୍ଡର ସମ୍ମାନୀୟ ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠ ସାର୍ ଆମକୁ ନିର୍ଦ୍ଦେଶ ଦେଇଥିଲେ କି ଦିନ ରାତି ପେଟ୍ରୋଲିଂଟା କଡ଼ାକଡ଼ି ଭାବେ ଜାରି ରଖିବା ପାଇଁ। ତ ଆମେ ପେଟ୍ରୋଲିଂ କରୁଥିଲା ସମୟରେ ରାତ୍ରି ପେଟ୍ରୋଲିଂ କରୁଥିଲା ସମୟରେ ସେ ଗାଡ଼ିରେ ଲୋଡ଼୍ ହୋଇକିରି ବିନା କାଗଜପତ୍ରରେ ଆଜ୍ଞା ସାର୍, ଗାଡ଼ିରେ କ'ଣ ଲୋଡ୍ ହେଇଥିଲା? ଗାଡ଼ିରେ ଲୁହା ପଥର ଲୋଡ୍ ହୋଇଥିଲା। ଆମେ ଯାଇକି ଓଜନ କଲା ପରେ ସେଟା 37 ଟନ୍ ବାହାରିଲା, 37 ଟନ୍। ତ ତାକୁ ଆମେ ଜବତ କଲୁ। ଜବତ କରିବା ସହିତ ସେ ଗାଡ଼ିରେ ଥିବା ଡ୍ରାଇଭର ଶ୍ରୀ ବିକାଶ ତନ୍ତୀ ବଡ଼ବିଲର ଏବଂ ସେଥିରେ ଗାଡ଼ିରେ ଥିବା ହେଲ୍ପର ସାଧୁଚରଣ କଳା ପଟବେଡ଼ା ବଣୁଆ ଗାଁ ପାଖର 2 ଜଣଙ୍କୁ ଆମେ ଗିରଫ କରିଛୁ। ଆଉ ବର୍ତ୍ତମାନ ତଦନ୍ତ ବି ଜାରି ରହିଛି। ତଦନ୍ତ ସମ୍ପୂର୍ଣ୍ଣ ହେଲା ପରେ ବାକି ତଥ୍ୟମାନ ଆପଣଙ୍କୁ ଦେବି। ଲୋକେସନ କୋଉଠି ଥିଲା, କୋଉ ଏରିଆରେ? ଲୋକେସନ ଥିଲା ନୀଳାଚଳ ମାଇନ୍ସ ପାଖାପାଖି। ସେଠୁ ପୂର୍ବରୁ କିଛି ମାଙ୍ଗାନି ସିଜ୍ କରିଥିଲେ? ହଁ, ମୁଁ ଏଠି ଚାକିରି ଯୋଗ ଦେଲା ଦିନ 1 ତାରିଖ ଦିନ ଆମର 8.1 ଟନ୍ ମାଙ୍ଗାନିଜ୍ ସିଜ୍ କରିଥିଲୁ। ଲେକିନ 6 ତାରିଖ ଦିନ 16.520 ଟନ୍ ମାଙ୍ଗାନିଜ୍ ସିଜ୍ କରିଥିଲୁ। ସେଟା ଆମର ଗମୁଆ ପିଆରଏଫ୍ ଏରିଆରୁ ଆମେ ସିଜ୍ କରିଥିଲୁ। ସାର୍, ୟା ପୂର୍ବରୁ ଯଦି ଲଗାତାର 3 ବର୍ଷ ଧରି ଯଦି ଦେଖିବା, ବହୁ ମାତ୍ରାରେ ଖଣି ଚୋରି ହେଉଥିଲା। ମାନେ କିଞ୍ଚିତ ମାତ୍ରାରେ ଯେଉଁ ମାତ୍ରାରେ ଚୋରି ହେଉଥିଲା, କିନ୍ତୁ କାଁ ଭାଁ ଗାଡ଼ି ଧରା ପଡ଼ୁଥିଲା, କି ଫସିଗଲେ କି ବ୍ରେକ୍ଡାଉନ୍ ହେଲେ ଯାଇକି ଧରା ପଡ଼ୁଥିଲେ। ଏବେ ବର୍ତ୍ତମାନ ଆପଣଙ୍କ କ'ଣ ରହିଛି, କେମିତି ଆପଣ ୟାକୁ ଦେଖୁଛନ୍ତି? ମୁଁ ବର୍ତ୍ତମାନ ଚେଷ୍ଟା କରୁଛି ଏଟାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ପାଇଁ। ଆଉ ସେଭଳି ଆପଣମାନଙ୍କ ମାଧ୍ୟମରେ, ଆପଣଙ୍କର ସହଯୋଗରେ ମୁଁ ଚାହୁଁଛି ଏଇଟା ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ। ଖଣି ଚୋରି ହେଲା, ହାତୀ ମଣିଷ ଲଢ଼େଇ ହେଲା, ସବୁ କେମିତି ନିୟନ୍ତ୍ରଣ କରିବା ପାଇଁ ମୁଁ ଚାହୁଁଛି। ସେଠି ଆପଣଙ୍କ ସହଯୋଗ ହେଲେ ମୁଁ ଭାବୁଛି ମୁଁ ସେଥିରେ ସବୁଥିରେ ସଫଳ ହେବି। ସାର୍, ୟା ଆଗରୁ ମଧ୍ୟ ଭିଜିଲାନ୍ସ, ଏସଟିଏଫ୍ ସବୁ ସ୍କ୍ୱାଡ୍ ଆସିଥିଲେ ଏଇ ଯେଉଁ ଖଣି ଚୋରିକୁ ନେଇକି। ଗୋଟେ ସୁନ୍ଦରଗଡ଼ର କୋଇଲା ରତନସରା ଆଉ ଗୋଟେ ହେଲା କୋଇଲା ମ୍ୟାଙ୍ଗାନିଜ୍। ଇଏ ବହୁତ ହାଇ ଇଏ ଥିଲା, କିନ୍ତୁ ରିପୋର୍ଟ ବି ଗଲା କି ଖଣି ଚୋରି ହେଉଛି, କିନ୍ତୁ ଆଜି ପର୍ଯ୍ୟନ୍ତ ସେଟା ବନ୍ଦ ହେଇପାରୁନି। ତାକୁ କ'ଣ କହିବି? ନାଇଁ, ଆଗରୁ କ'ଣ ହେଇଥିଲା ତ ମୁଁ କହିପାରିବିନି, ମୁଁ ନଥିଲି। ତ ବର୍ତ୍ତମାନ ମୁଁ ଚାହୁଁଛି ଏବେ ତାକୁ କେମିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିବା ପାଇଁ ଆମର ବର୍ତ୍ତମାନ ମାଇନ୍ସ, ପୋଲିସ ଡିପାର୍ଟମେଣ୍ଟ ଆଣ୍ଡ ଫରେଷ୍ଟ ଡିପାର୍ଟମେଣ୍ଟ ଆମର ଲଗାତାର କମ୍ବିଂ ଅପରେସନ୍ ବି ଚାଲୁ ରହିଛି। ଆଉ ସେଟା ବି ଚାଲି ରହିବ। ତ ଆପଣମାନଙ୍କ ସହଯୋଗ ମୁଁ ଆବଶ୍ୟକତା କରୁଛି, ଜନସାଧାରଣଙ୍କ ସହଯୋଗ ଆବଶ୍ୟକତା କରୁଛି। ଯେଉଁମାନେ ଏଥିରେ ଲିପ୍ତ ଅଛନ୍ତି ତାଙ୍କୁ ବି ଆପଣମାନଙ୍କ ମଧ୍ୟରେ ଅନୁରୋଧ କରୁଛି, ସେମାନେ ସେଥିରୁ କ୍ଷାନ୍ତ ରୁହନ୍ତୁ, ତାଙ୍କେ ଭଲ ରାସ୍ତାକୁ ଫେରି ଆସନ୍ତୁ। ଏବଂ ମୁଁ ଚେଷ୍ଟା କରୁଛି
ସମସ୍ତଙ୍କୁ ମାନେ ଏଇ କାର୍ଯ୍ୟକୁ ଏଇ ଚୋରି କାର୍ଯ୍ୟକୁ କେମିତି ନିୟନ୍ତ୍ରଣ କରିବା ଏବଂ ହାତୀ ମଣିଷ ଲଢ଼େଇ ଭିତରେ କେମିତି ନିୟନ୍ତ୍ରଣ କରିବା ପାଇଁ ସେଟା ମୁଁ ନିଜକୁ ଚ୍ୟାଲେଞ୍ଜ ଭାବେ ନେଇଛି। ସାର୍ ଗାଡି ସିଜ୍ ହଉଛି କିନ୍ତୁ ୟା ପଛକ ପଟରେ କିଙ୍ଗପିନ୍ ମାନେ ରହିଛନ୍ତି ଯୋଉମାନେ କରୁଛନ୍ତି, କାରଣ ୟା ପୂର୍ବରୁ ବି ଗୋଟେ ଇନସିଡେଣ୍ଟ ଘଟିଥିଲା ଯୋଉଠି ଗୋଟେ ଯୁବକର ମୃତ୍ୟୁ ହୋଇଥିଲା ସମାନ ଘଟଣାରେ। ସେ କିଙ୍ଗପିନ୍ ମାନଙ୍କୁ ଧରିବାରେ ଆପଣ କେତେ କଣ କରନ୍ତି? ତଦନ୍ତ ଚାଲିଛି, ତଦନ୍ତ ସମ୍ପୂର୍ଣ୍ଣ ହେଲା ପରେ ମୁଁ ଆପଣଙ୍କୁ ଏ ତଥ୍ୟ ପ୍ରଦାନ କରିବି।